25ବର୍ଷ ପରେ ଆଜି ମୁଁ ଖୋଲା ଆକାଶ ତଳେ ଠିଆ ହେଇଛି। ହେଲେ ଏ ଖୋଲା ଆକାଶ ତଳର ଏ ଆଲୁଅକୁ ମୁଁ ଆଉ ସହିପାରୁନି। ଏ ଖରା, ଏ ତାତି, ଏ ଅସହାୟ ଯନ୍ତ୍ରଣା, ଏ ଛିନ୍ନ ଛିନ୍ନ କ୍ଳାନ୍ତ ଶରୀରକୁ ନେଇ ମତେ ଏ ସ୍ୱାର୍ଥପର ଦୁନିଆରେ ବଞ୍ଚିବାକୁ ହବ କେବଳ ମୋ ପୁଅ ପାଇଁ, ଯାହାକୁ ଜନ୍ମ ଦେଇ ତା ମାତା ହାର ପରିକି ଚାଲିଗଲା। ସେ କଥା ଭାବିଲା ବେଳକୁ ମୋ ପାଦ ତଳୁ ମାଟି ଘୁଞ୍ଚି ଘୁଞ୍ଚି ଯାଉଛି। ଏ ଦୁନିଆଟା ମୋତେ ଅନ୍ଧାର ଦେଖାଯାଉଛି। ଏ ମଣିଷ ଏତେ ବଡ଼ ସ୍ୱାର୍ଥପର, ସାମାନ୍ୟ ଟିକେ ସ୍ୱାର୍ଥ ପାଇଁ এই ମଣିଷକୁ ମାରି ଦେବାକୁ ବି ପଛଉନି। ଏମିତି ଏକ କେସର ଶିକାର ହେଲି ମୁଁ। ମୋ ସ୍ତ୍ରୀର ଗର୍ଭ ଯନ୍ତ୍ରଣା ପୋଲିସର ସାହିରେ ମେଘ ରାତି ମୋ ସ୍ତ୍ରୀକୁ ଧରି ମୁଁ ଦୌଡ଼ିଥାଏ। ଏ ସମାଜର ଲୋକ ରାଜନେତାମାନଙ୍କୁ ଭୟ କରି ମୁଁ ଯାଇ ଗୋଟାଏ ପୋଲ ତଳେ ଆଶ୍ରୟ ନେଲି ମୋ ଜୀବନ ବଞ୍ଚେଇବା ପାଇଁ। ସେଇ ପୋଲ ତଳେ ମୋ ସ୍ତ୍ରୀ ମୋ ଛୁଆଟାକୁ ଜନ୍ମ ଦେଲା। ଆଉ ସେ ମତେ ଜାବୁଡ଼ି ଧରି କହିଲା, ଶାନ୍ତି କିଛି ଭାବିବା ଆଗରୁ ପୋଲିସର ସାଇରେନ୍ ପାଖେଇ ଆସୁଥାଏ। ରାତି ମୁହଁ ଦିଶୁନଥାଏ। ସେ ଛୁଆଟାକୁ ଧରି ମୋ ଜୀବନ ଭିତରେ ଧାଇଁଥାଏ। ଅନାଥାଶ୍ରମରେ ପହଞ୍ଚି ସେ ବାବୁଙ୍କ ହାତକୁ ଛୁଆଟାକୁ ଟେକି ଦେବା ପୂର୍ବରୁ ପୋଲିସର ସାଇରେନ୍ ପିସ୍ତଲ ଗୁଳି ଗର୍ଜି ଉଠିଲା। ଆଉ ଶୁଭିଲା, "You are under arrest." ୟା ଭିତରେ 25 ବର୍ଷ ବିତିଗଲା। ଏ ଶାନ୍ତି, ତୁମେ ସେଇ ଉପରେ ଥାଇ କେବଳ ଏତିକି ମନେ ପକେଇ ଦଉଥବ। ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହେଇଗଲେଣି। ଗୋଧୂଳି ବେଳା ସହିତ ସଞ୍ଜ ପରେ ନଈ ନେଇ ଆସୁଛି। ତମେ ଠିକ କହିଛ ଶାନ୍ତି। ମୋ ପୁଅକୁ ଫେରି ପାଇବି ସେଇ ଅନାଥାଶ୍ରମ ବାବୁଙ୍କ ପାଖରୁ। ହେଲେ ଶାନ୍ତି, ତମେ ସେଇ ଉପରେ ଥାଇ କେବଳ ଏତିକି ମନେ ପକେଇ ଦଉଥବ। ମୋ ଜୀବନର ସଞ୍ଜ ନଈ ରାତି ଆସିବା ପୂର୍ବରୁ ତମେ କେବଳ ଏତିକି ମନେ ପକେଇ ଦଉଥବ। ସଞ୍ଜ ଆସେ ନଈ ନଈ ସଞ୍ଜ ଆସେ ନଈ ନଈ।
নিরঞ্জন নায়ক বাবু। সেই লোক না দেখি দীর্ঘ 25 বর্ষ ধরে সে ঝড় তোফান রাতিরে বাবু 25 ବର୍ଷ ତଳର କଥାକୁ ତମେ ଆଜି ବି ମନେ ରଖିଛ। ଏ କଥା ଜାଣି ଖୁସି ଲାଗିଲା ବାବୁ। ତମେ ତ ମଣିଷ ନୁହଁ, ଦେବତା। ସବୁ ମନେ ପଡିଯାଉଛି। 25 ବର୍ଷ ତଳର ସେ ଝଡ଼ ତୋଫାନ ରାତି କଥା ମୋର ଗୋଟି ଗୋଟି କରି ମନେ ପଡିଯାଉଛି। ତମେ ବଦାଜ ବୁଡୁବୁଡୁ ହୋଇ ଆମ ଅନାଥ ଆଶ୍ରମରେ ପହଞ୍ଚିଲ। ପୋଲିସ ତମକୁ ସେଦିନ ଆରେଷ୍ଟ କଲା କାହିଁକି? ନ୍ୟାୟର ସାଥ ଦେଲି ବାବୁ। ଜଣେ ରାଜନେତା ସପକ୍ଷରେ ସେମାନେ ମୋତେ ସାକ୍ଷୀ ଦେବା ପାଇଁ ବାଧ୍ୟ କରେଇଲେ। ମୁଁ ରାଜି ହେଲିନି। ସେମାନେ ମୋତେ ମିଛ କେସରେ ଫସେଇ ଦେଲେ ବାବୁ। ଆଉ ସତଟାକୁ ଦିନ ଦ୍ୱିପହରେ ତଣ୍ଟି ଚିପି ମାରି ଦିଆଗଲା। କିନ୍ତୁ ତମେ ପ୍ରତିବାଦ କଲନି କାହିଁକି? କାହା ପାଖରେ ପ୍ରତିବାଦ କରିବି ବାବୁ? ଆମ ଏ ସମାଜ, ଏ ମଣିଷ ଖଜିରି ଗଛ, ଏ ଖଜିରି ଗଛର କି କଣ ଗାଇବି ବାବୁ? ରାଜନେତା, ଓକିଲ, ଜଜ୍, ପୋଲିସ ସମସ୍ତେ ଟଙ୍କା ପାଖରେ ବିକ୍ରି ହେଇଗଲେ ବାବୁ। ଗୋଟାଏ କେସ୍ ନୁହଁ, ଚାରି ଚାରିଟା କେସରେ ସେମାନେ ମୋତେ ଫସେଇ ଦେଲେ। ସେ ଜଜ୍ ସାହେବ ଟଙ୍କା ଖାଇ ଟେବୁଲ ଉପରେ ହାତୁଡ଼ି ବାଡ଼େଇ ବାଡ଼େଇ ଅରର କହି 25 ବର୍ଷ ଜେଲ ଦଣ୍ଡ ଶୁଣେଇଲେ ବାବୁ। ହେ ଭଗବାନ, ଏହିକି ତମ ବିଚାର ଠାକୁରେ, ଏହିକି ତମ ନ୍ୟାୟ ଗୋଟେ ନିର୍ଦ୍ଦୋଷ ମଣିଷକୁ ଏତେ ବଡ଼ ଦଣ୍ଡ କାହିଁକି ଦେଲେ ଠାକୁରେ? ଏ ଜୀବନ ପରେ ଆଉ ମୋର ଲୋଭ ନାହିଁ ବାବୁ। ଅନେକ ଥର ସେଇ ଜେଲ ଭିତରେ ମରିବା ପାଇଁ ଚେଷ୍ଟା କରିଛି, ହେଲେ ପାରିଲିନି ବାବୁ। କେବଳ ମୋ ପୁଅ ପାଇଁ। ମୋ ପୁଅ ତମ ପୁଅ ଅନାଥ ଆଶ୍ରମରେ ଥିବ। ଅନାଥ ଆଶ୍ରମକୁ ଯାଅ, ରେଜିଷ୍ଟ୍ରି ଦେଖି ବୁଝିଦେବ। ଯାଇଥିଲି ମା, ହେଲେ ସେ ଜାଗାରେ ଆଉ ଅନାଥାଶ୍ରମ ନାହିଁ। ସେଠି ଗୋଟାଏ ହୋଟେଲ ତିଆରି ହେଇଛି ମା। ତାହେଲେ ତମ ଚିହ୍ନା ପରିଚିତ ଲୋକଙ୍କୁ ପଚାରି ବୁଝ। ମା, ମୋ ଚିହ୍ନା ପରିଚୟ ଲୋକ କହିଲେ ସେ ତ ଏଇ ବାବୁ। ଏ ବାବୁ, ମୋ ପୁଅ କାହିଁ? ଆରେ 25 ବର୍ଷ ତଳର କଥା କାହାର ମନେ ରୁହେ, ତାଙ୍କର ମନେ ରହେ। ମା, ମୁଁ ଠିକ କହିଲି ନା? ନା 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 ନା, ହଁ ହେଲେ 25 ବର୍ଷ ତଳର ପ୍ରତ୍ୟେକ କଥା ମୋ ହୃଦୟ ଭିତରେ ଗାର ହେଇ ରହିଛି ବାବୁ। ମରିବା ପର୍ଯ୍ୟନ୍ତ ତାକୁ ଭୁଲି ପାରିବିନି। କାହିଁକି ନା ସେ ଛୁଆଟା ତମର, ଆମର ନୁହଁ। ଏ ନନ୍ଦ ରାଜା, ମୋ ପୁଅକୁ ମତେ ଦିଅ। ସେ କଣ ତମ ପୁଅକୁ ତମଠାରୁ ଧାର ଆଣିଥିଲେ ଫେରେଇ ଦେବେ? ମା, ସେମିତି କୁହନି, ମୋ ଛାତି ଫାଟିଯିବ। ଏଠି କି ପାଲା ଚଲେଇଛ? ତମେ ତ ଲୋକଟା ପାଇଁ ଆମ ଘରେ ନିଆଁ ଦେଇଦେବ। ଏଇଟା ଗୋଟେ ଖୁନିଆ ସ୍ୱାମୀ। ମୋ ପୁଅ ଏ ମଣିଷ ମାନଙ୍କୁ ଦେଖିଲେ ଦୁନିଆ ଝାମିଲା ସୃଷ୍ଟି କରିବ। ଶୁଣ, ମୋ ପୁଅ ଜଣେ ପୋଲିସ ଅଫିସର। ସେ ଆସିବା ପୂର୍ବରୁ ତମେ ଏଠି ଚାଲିଯାଅ, ତା ନହେଲେ ପ୍ରଳୟ ସୃଷ୍ଟି କରିଦେବ ସେ। ଏଇ ଯାଉ ପ୍ରଳୟ। ফাটি যাও পৃথিবী। ମୋ ପୁଅକୁ ନ ପାଇବା ଯାଏ ଏଠୁ ଇଞ୍ଚେ ଘୁଞ୍ଚିବିନି ବାବୁ, ଇଞ୍ଚେ ଘୁଞ୍ଚିବିନି। ଦେଖ ଦେଖ ନିରଞ୍ଜନ, ତମ ପୁଅ ବଞ୍ଚିଛି। ବଞ୍ଚିଛି? ତମ ପୁଅ ବଞ୍ଚିଛି, ହେଲେ ହେଲେ ସେ କୋଉଠି ଅଛି ସେ କଥା ମୁଁ କହିପାରିବିନି। କେମିତି ନନ୍ଦ ରାଜା? କଳାକାହ୍ନୁ ତ ନନ୍ଦ ରାଜାକୁ ଛାଡ଼ି ରହିପାରିବନି। ଏମିତି ଉପାଖ୍ୟାନ ତ ଦ୍ୱାପର ଯୁଗରେ ନଥିଲା। ହଁ,
ଥିଲା କଳା କାହ୍ନୁକୁ ବପୁର ଯିବ ଠୁକୁ ଠୁକୁ ପାଦରେ ଚାଲିବ ବଇଁଶୀ ବଜେଇବ ଗାଈ ଚରେଇବ କେତେ ଆଶା କେତେ अरे छाता ऊपर लुगा पड़ा वो बता देखो तो वो तो मुंडा कुछ मौसमी 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 कौन है ला काय चिल्लाऊ छो कौन होते सो हां चाकरी पाइबार त चान्स है घरे आ खाली करे बसो नाही ए कपड़ा टिके भंगा भी करो मु टिके रिलैक्स हेबी मौसम तुमको बारंबार कहते मते विरक्त करनी सो ताकि हे मुंडा पूरा खराब कर सारा नॉनसेंस खाली खराब नो चाकरी करबा पैसा पड़ी गले पागल हे की रास्ता रे बोलिबो भिक मागिबा भिक मौसमी को भूल कथड़ा कहि देली जे तमे मो ऊपर खर्चन छड़ छ अरे मेरे ठोको मन अंदर देखि करी हां आज काली जुको से या हेलानी हाथ गुंजा न देले ओडी किछि काम होनी तमे तम नीति के चापुड़ी की धरि थाओ सुनो मोर नीति देखो तो तुमको भल लागुनी ताहले तमे तो बापा घर को चली जाओ हां चली जीबी एते धक्को छ कोनबा बाहर आदिन जो साडी खंडे देई न मु मो बापा घर पैसा रे सजी होची सेटा पुनी तमे देहरे जाउनी आती चुप एकदम चुप हाय काम करो भागो चुप कर कोची हां एटी जोड़ी बस चिंता न करे एटी दी जन को मो को मो जोड़ी कली करछ करी मु करनी को बरम घंटा बड़ा लुगा पके तो बहु करी करछ कोन है मु कली करछि ना मु कली करछि हाय सबित मु बोल तो मु रखी नॉनसेंस ना आउ सही होबनी ऑफिस रे को द्वारा रही भी होबनी देखु तो केम तेरा बड़ा कथा बता करछ ओ किछ भूल भूली होबला ना तू भी ता सपोर्ट करछ सपोर्ट नुहे बापा जोटा सत तो से कथा कहूची आम घर परिस्थिति पई छोट हो के बड़ चाकरीटा तू पई निहाती दरकार बो तू भी मो स्वाभिमान को बलि पके दवा पे चाहछ नाही बापा बहुत चाकरी रे स्वाधीनता बोली किछ नाही तथा मो सीनियर ऑफिसर को बोलकर हवा पे चाहूनी तामाने चाकरी खर्च करी लोक देखानिया मो मो पसंद रे चाकरी खोजुची मिलने करी एक जन्मरे मिलिबनी अरे मनी चाकरी ओकरा बापा जा हेले तू किछ गोडे कोर आमरे चाकरीटा पेटो आमे कोन राजकुमार पड़ी बड़े पर देखी तो शीघ्र तो बाहागर कर देबी आई मो बाहागनी के ताते छड़े कुआरे मिछि बिनी सी अंदर ऊपर पोर घर को एटा संसार रो बिनी ओछि बिनी हे तो सब दुख मोर सब सुख तोर आई शीघ्र से गहरा बिकी तू शीघ्र शीघ्र दुकान खोलिए व्यवस्था जा मान्यवर वो व्यवस्था केतला करे बर्तमान आम पाखे टंका नाही चिंता पड़ी बाबू साई पड़िसा घर करी आमे कोन बड़े घर छाड़ी चली जाउछु ए तुमे जाओ के रहो मान्यवर मोर शत्रु कोन मिलियो घंटो पूजा पाऊ मासे बाकी अछि किंतु मु तो प्रति मास आपन 2 लाख टंका सुध देई दउछि मोर आ सुध दरकार नै मोर धरा धरा मु सुखा देबार कि तो मोसे सत्य कहूछि आपण आम कथा विश्वास करतु बर्तमान आम पाखे टंका नाही कोन नाही आज कहले मु चाली दी टंका नाही को कोन दुकान करिया को बसिलानी मान्यवर कोन पंक बिटो आवाज कर मु दुकान खोले की पंक बिके की पवन बिके तेने कमेंट आस कोन सुनो तोर बाकी टंका तुमको खूब शीघ्र मिल जिवो बस फास तुस फिस आई एमिति सुकिला कथा सुनी सुनी मोर चारि हड़ दुकान घोरी गला हां एटा 5 नंबर रे पड़ी हां आज आसीबी माने टंका नेबी जीबी
ଯଦି ଆମେ ଟଙ୍କା ନ ଦେବୁ ନଦେଲେ ମାନ୍ୟବର ଚୁକ୍ତି ମୁତାବିକ ଘର ଝିଅଟା ମୋ ନାଁରେ କରିନେବି। କାଗଜ ରଖିଛି କଥାରେ ଥାଉ କାଗଜ କଣ କହିଲ? ଟଙ୍କା କୋଉ ଟଙ୍କା? ତମ ଏରିଆଟାକୁ ଜାଣିବାକୁ ଅଛନ୍ତି ନା? ମୁଁ ଆମ ଏରିଆରେ ଗାନ୍ଧର ଉପରେ 1 ନମ୍ବର। କୋଉ ଟଙ୍କା ମୁଁ ଜାଣିନି ଘରୁ ବାହାର। କୋଉ ଟଙ୍କା ମୁଁ ଟଙ୍କା ନନେଲେ ଯିବିନି। ମୁଁ ଦେବିନି ସବୁ ଜିନିଷ ନା ଘରୁ ବାହାର। ଆରେ ଆଜି ଛାଡ଼ିଦେଲି ଆଉ ଥରେ ଯଦି ଏପଟ ସେପଟ କଥାବାର୍ତ୍ତା କରିବ ପୁଣି କଣ କରିବି? ଜେଲ ପଠେଇଦେବି କଣ୍ଟିନ୍ୟୁ ମୁଣ୍ଡଟାକୁ ଅଲଗା କରିଦେବି ହାରାମି। ଯୋଉ ଫୋର୍ସରେ ଆସିଥିଲା ସେଇ ଫୋର୍ସରେ ବାଜିଥିଲେ ମାଟି କାମୁଡି ପଡିଥାନ୍ତା। ବେକ ମୋଡ଼ି ଦେବି। ବେକ ମୋଡି ମୁଁ କଣ କୁକୁଡ଼ା? ଟେକିବି ସେ ତଳେ ବସିନି। ମୁଁ କଣ ଲୁଗା କଚୁ? ଏଇ ଜାନ ତୋ ପୁଅକୁ କଣ ଖାଇବାକୁ ଦଉଛୁ? ପୁଣି କଣ ଖାଲି ମୋରିବ କହୁଛୁ? ଏବେ ଏଉଠୁ ମୁଁ ଥାନାକୁ ଯିବି। ତମ ମା ପୁଅଙ୍କ ଅବସ୍ଥା 12 ବଜେ। କାମ ଧରୁଛି ମୁଁ ସବୁ ଭୁଲ ହେଲେ ତମେ ଜାଣିଛ ମୁଁ ରାଗିଲେ ମୋଡିବୁ ଆଉ। ନାଇଁ ରାଗିଲେ ହାତଟା ଉଠିଗଲା ମୁଁ ସାର୍। ଟଙ୍କା ଦେବି ବାଜା ବାଜିଲେ ଖୋପା ନାଇଁ ମୋ ସବୁ ଭୁଲ ହେଇଗଲା। ଗହଣା ଦେବି। ମୁଁ ସାର୍ ହଁ ଗହଣା ଦେବି। ମୋ ସବୁ ଦୋକାନ ଖୋଲି ଦୁଃଖକୁ ସାଥୀ କରି ବଞ୍ଚିବା ପାଇଁ ପୁରା ଭଗବାନ ଆମକୁ ଜନ୍ମ ଦେଇଛନ୍ତି। ଆମ ଜୀବନର ସକାଳର ସୂର୍ଯ୍ୟଟା ଉଇଁବା ପୂର୍ବରୁ ସଞ୍ଜଟା ନଇଁ ନଇଁ ଚାଲି ଆସୁଛି ଲୋ ବୋଉ। से गाड़ी वाला डाकिल तांको विचार आजी करिबा। किए बे सकी आशा दे ऐसा गोधी नेपेटी कौन पहुंच दे भाई साला एटा किए देखेबे हाय साला कागज देखुजी बे आरोटा कागज बे ड्रग्स कारबार करबो सारा को टाइम रे माल लोड अनलोड करी खसी जीव नाइ रे खाली कोन कागज धरौछु बे पॉकेट पाई दे साला गोधी दे बे साला रखिछ तो काठोछ माने ए साला रंभार दीपू कुकुड़ा दोकान कुकुड़ा चोरी कर बहे बाटे दिन साला दीदी ये होई न बा सुन बे राती 2टा सुधा सब कारबार शेष होबा दरकार नले ना 2 जन हम भीतर पूरे दिबी बाटे साला गोबो कर देबी जा ए रबे साला गल्ला साल साल टमाटर की एटा कोन से प्रोडियो बाकी ए राती 10टा बजे ड्यूटी आउरी 5 घंटा ଟିକେ ରିଲାକ୍ସ କରା ଯୋଉ ଗରମ ଝାଳ ବାହାରୁଛି ଆଣିଛୁ ଗଡା ବେ ଶଳା କେହି ନାହାନ୍ତି ଗଡା
पेगे बढ़े दे संग टिके पेगे बढ़े ए शंकुरु ସାର୍ ये ଆଗରେ ଚାଲିଛି अरे भाई ये भी संस्कृति रक्षा हो ଚାଲୁ ସାର୍ चालू तू साला कहीं मो मोबाइल बंद कर ସାର୍ ମୁଁ ପିଇଲା ପରେ ମତେ ଓଲଟା ସିଧା କଥା କହିଲେ कौन पीला पड़े साला तू कहीं मो मोबाइल टच करू बे ସାର୍ ଆପଣ ଆଗରୁ ଗୋଟା ନେଇକି ପିଇ ଦେଇଥିଲେ ବୋଧେ ମତେ ଲାଗୁଛି ହାର୍ଟ ଟା ଆପଣଙ୍କୁ ନିଶା ଅଧିକ ହେଇଗଲା हाँ मत मु पीली निशा तोते धइला ମାରଣ हे रे साला तू से हाथ टक मार देलु कि रे ଡବଲ ମାରଣ ସେ ମୁଁ ଠେଙ୍ଗାଣି ଛୁଚେ ହାଫ୍ ମୁଁ ମାରିନି ମୋବାଇଲ ମୁଁ ଟଚ୍ କରୁନି अरे मोबाइल टच कला किए ମୁଁ ଆଜ୍ଞା ଜାଣିନି तू तू के रे हेटोबा मो मोबाइल छुइबा को सास करू के बितबे कई सास करू बे तू नहीं सर ମୁଁ ଆପଣଙ୍କୁ ଅନେକ ଡାକିଲି ଆପଣ ମୋତେ ଶୁଣିଲେନି ହଁ ହଁ ବାଥରୁମ ଆପଣଙ୍କ ମୋବାଇଲ अपेक्षा करू ଛାତି ବଟନ କରି ସାର୍